ବୋଉର ପରପୁରୁଷ ସହ ସମ୍ପର୍କ ବିଷୟରେ ସାହି ପଡ଼ିଶା ଲୋକମାନେ ଟୁପୁରୁ ଟାପୁରୁ ହେବା ପରେ ମୁଁ ବୋଉକୁ ପଟେଇକି ଘେଇଁଲି। ନମସ୍କାର ସାଙ୍ଗମାନେ, ମୋ ନାଁ ରୋହିତ। ଆଜିର ଏ କାହାଣୀ ଆମ ପାଖକୁ ଆମର ଜଣେ ଭାଇ ପଠେଇଛନ୍ତି। ଚାଲନ୍ତୁ ଶୁଣିବା। ମୁଁ ଆଜି ଯେଉଁ କାହାଣୀ କହିବାକୁ ଯାଉଛି ସେଇଟା ଆଉ କାହାର ନୁହଁ, ମୋ ଘନିଷ୍ଠ ବନ୍ଧୁ ସିପୁନର। ସେ ଆଉ ମୁଁ ସ୍କୁଲ ବେଳୁ ଭଲ ସାଙ୍ଗ। ଆମେ ସବୁ ଆମର ଭିତିରି କଥା ସେୟାର କରୁ। ଏମିତିକି ଆମେ ଦୁଇଜଣ ଏକାଠି ବସି ମୁଠି ବି ମାରିଛୁ। ତେଣୁ ଆମ ଭିତରେ କିଛି ଲୁଚାଛପା ନାହିଁ। ଚାଲନ୍ତୁ, ମୁଁ ଆଜି ଏ କାହାଣୀରେ ଆପଣମାନଙ୍କୁ କହିବି ସିପୁନ କେମିତି ତା ବୋଉକୁ ପଟେଇକି ପେଲିଲା, ଆଉ ତା ବୋଉକୁ ପଟେଇବା ପାଇଁ ମୁଁ ତାକୁ ସାହାଯ୍ୟ କଲି। ଏବେ ମୁଁ ସିପୁନ ପକ୍ଷରୁ କାହାଣୀ ଆରମ୍ଭ କରିବା ପାଇଁ ଚାହୁଁଛି, କାହିଁକି ନା ତା ମୁହଁରୁ କାହାଣୀଟି ଆପଣଙ୍କୁ ଭଲ ଲାଗିବ। ଏ କାହାଣୀରେ କୌଣସି ମିଛ କିମ୍ବା ମନଗଢ଼ା କଥା ନାହିଁ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ମୋ ନାଁ ସିପୁନ, ବୟସ 25 ବର୍ଷ, ରଙ୍ଗ ଗୋରା ଆଉ ପତଳା ଦେହ। ଟିକେ ମୁଁ ଡେଙ୍ଗା ଆଉ ମୋ ବାଣ୍ଡର ସାଇଜ୍ 6 ଇଞ୍ଚ। ମୋ ବୋଉର ନାଁ ହେଉଛି ଅନିତା। ଦେଖିବାକୁ ଗରି ଆଉ ସୁନ୍ଦରୀ। କହିବାକୁ ଗଲେ ସେ ତେଲୁଗୁ ମୁଭିରେ ମା ରୋଲ୍ କରୁଥିବା ହିରୋଇନ୍ ଜାରିନା ମୋଇଦୁ ନିଧିଆ ଭଳି। ମୋ ବୋଉ ଆଉ ଏଇ ହିରୋଇନ୍ ଅବିକଳ ସମାନ ଦେଖିବାକୁ। ଦୁଧ ଆଉ ଗାଣ୍ଡି ସାଇଜ୍ ବିଷୟରେ ମୋର ସେତେ ବେଶୀ ଜ୍ଞାନ ନାହିଁ। ଆମେ ଦୁଇ ଭାଇ। ମୁଁ ଆମ ଘରେ ବଡ଼ ପୁଅ। ଆମ ପରିବାର କହିଲେ ଆମେ 3 ଜଣ, ବୋଉ ଆଉ ଆମେ 2 ଭାଇ। ପିଲାବେଳେ ବାପା ଆମକୁ ବୋଉକୁ ଡିଭୋର୍ସ ଦେଇଥିଲେ। ସେବେଠୁ ଆମେ 3 ଜଣ ଅଜା ଘର ଲୋକଙ୍କ ଉପରେ ନିର୍ଭର। ହେଲେ ବୋଉ ଉଚ୍ଚ ଶିକ୍ଷିତ ମହିଳା ବୋଲି ଗୋଟେ ଘରୋଇ ସଂସ୍ଥାରେ ଚାକିରି କରେ, ଆଉ ଆମର ପରିବାର ଚାଲେ। ଆମେ ରାଉରକେଲାରେ ଗୋଟେ ଛୋଟ ଫ୍ଲାଟରେ ଘର ଭଡ଼ା ନେଇକି ରହୁ। ଆମ ଘର 2 ବଖରା। ପ୍ରଥମେ ଫ୍ଲାଟର ସିଡ଼ି ଘର, ତାପରେ ଆମର ଆଗ ପଛ ହୋଇକି 2ଟା ରୁମ୍। ପ୍ରଥମ ରୁମ୍ରେ ଗାଧୁଆ ଘର ଅଛି, ଆଉ ଦ୍ୱିତୀୟ ରୁମ୍ ମଝି କାନ୍ଥରେ ଗୋଟେ ଝରକା ଆଉ କବାଟ। ମୁଁ ସେତେବେଳେ +2 ସାରି ରେଜଲ୍ଟକୁ ଅପେକ୍ଷା କରିଥିଲି। ଆଉ ଖରାଦିନେ ଗୋଟେ ଘଟଣା ଘଟିଲା, ଯାହା ମୁଁ ନିଜ ଆଖିରେ ଦେଖି ମଧ୍ୟ ବିଶ୍ୱାସ କରିପାରୁନଥାଏ। ଏହି ଘଟଣାକୁ ପୁରା 4ରୁ 5 ବର୍ଷ ବିତି ଯାଇଛି, ହେଲେ ବି ମୁଁ ସେଦିନର ଘଟଣା ମନରୁ ଭୁଲି ପାରୁନି। କ'ଣ କରିବି ଭାବି ଭାବି ମୋର ମୁଣ୍ଡ କାମ କରୁନି, କାହିଁକି ନା କାହା ଉପରେ ବିଶ୍ୱାସ ବି ନାହିଁ। ହେଲେ ମୁଁ ଦିନେ ୟୁଟ୍ୟୁବ୍ ଦେଖୁ ଦେଖୁ ଗୋଟେ ମା ପୁଅ କାହାଣୀ ଆସିଲା, ଯେଉଁଟା ଓଡ଼ିଆ ଷ୍ଟୋରି ଅଙ୍କିତ ଚ୍ୟାନେଲରେ ଆସିଥିଲା। ଆଉ ମୁଁ ସେଇ ଚ୍ୟାନେଲରୁ ସବୁ ମା ପୁଅ ଷ୍ଟୋରି ଶୁଣିଲା ପରେ ମୋର ବୋଉକୁ ଘେଇବାକୁ ଇଚ୍ଛା ହେଲା। ହେଲେ କେମିତି କ'ଣ କରିବି ମୁଁ କିଛି ବି ବୁଝିପାରୁନଥାଏ। ମୁଁ ଚିନ୍ତା କଲି ଯେ ଏହି ବିଷୟରେ ରୋହିତକୁ କହିବି, ଦେଖିବା ସେ କ'ଣ କହୁଛି। କାହିଁକିନା ତା ଛଡ଼ା ମୋର ଆଉ କାହା ଉପରେ ଭରସା ନାହିଁ। ତେଣୁ ମୁଁ ତାକୁ ଫୋନ୍ କଲି। ସେ କହିଲା, କହ କ'ଣ କହୁଛୁ। ମୁଁ କହିଲି, ଆଚ୍ଛା ସାଙ୍ଗ, ଗୋଟେ କଥା କହିଲୁ, ଏଇ ଯେଉଁ ମା ପୁଅ କରାକରି କାହାଣୀ ସବୁ ସତ ନା ମିଛ? ସେ କହିଲା, କାହିଁ, କ'ଣ ହେଲା କି? ମୁଁ କହିଲି, ତୁ ଆଗ କହ। ତାପରେ ସେ କହିଲା, ମୁଁ ମଧ୍ୟ ବହୁତ ଆଗରୁ ମା ପୁଅ କାହାଣୀ ଶୁଣିଛି, ହେଲେ ସତ କି ମିଛ ଜାଣିନି। ତାପରେ ସତ ହୋଇପାରେ, କାହିଁକି ନା ଯଦି ସତ ନ ହୋଇଥାନ୍ତା ତାହେଲେ କିଏ କ'ଣ ପାଇଁ ମା ପୁଅ କାହାଣୀ ଲେଖିବ? ତାପରେ ମୁଁ କହିଲି, ହଁ, ତାହା ବି ଠିକ୍ କଥା। ସେ କହିଲା, କ'ଣ ହେଲା କି ଆଜି ଏମିତି ମା ପୁଅ କଥା ପଚାରିଲୁ? ମୁଁ କହିଲି, ନା, ମୁଁ ଗୋଟେ କଥା ଭାବୁଥିଲି ଯେ ହବ କି ନାହିଁ ଭାବୁଛି। ସେ କହିଲା, କ'ଣ କହୁନୁ ମୋତେ। ମୁଁ କହିଲି, ତୁ କାହାକୁ କହିବୁନି ତ? ସେ କହିଲା, ଆରେ ନା ନା, ତୁ କ'ଣ ମୋ କଥା ଜାଣିନୁ କି? ତାପରେ ମୁଁ କହିଲି, ହଉ ଶୁଣ। ଦିନେ ମୁଁ ଖରାବେଳକୁ ଘରେ ଶୋଇଥିଲି ବାହାର ରୁମ୍ରେ। ବୋଉ ଦ୍ୱିତୀୟ ରୁମ୍ରେ ବସିଥିଲା। କିଛି ସମୟ ପରେ କେହି ଜଣେ କବାଟ ବାଡ଼େଇଲା। ମୁଁ ଟିକେ ଶୋଇବାର ଅଭିନୟ କଲି। ବୋଉ ଯାଇ କବାଟ ଖୋଲିଲା। ସେତେବେଳେ ବିନୋଦ ଅଙ୍କଲ ଆସିଥାନ୍ତି। ବିନୋଦ ଅଙ୍କଲ ଦେଖିବାକୁ କଳା ଆଉ ମୋଟା। ତାପରେ ସେମାନେ ଦ୍ୱିତୀୟ ରୁମ୍କୁ ଯାଇ କବାଟକୁ ବନ୍ଦ କରିଦେଲେ। ସେମାନେ ଭାବିଲେ ମୁଁ ସତରେ ଶୋଇପଡ଼ିଛି, ହେଲେ ଝରକା ଖୋଲା ଅଛି ବୋଲି ସେ ଜାଣିନଥାନ୍ତି। ମୁଁ ଚୁପଚାପ ଯାଇ ଝରକାକୁ ଟିକେ ଖୋଲି ଭିତରର ଦୃଶ୍ୟ ଦେଖିବାକୁ ଲାଗିଲି। ସେମାନେ ବସି କଥା ହେଉଥିଲେ। ବୋଉ କହିଲା, ଏବେ କ'ଣ ପାଇଁ ଆସିଲ? ଅଙ୍କଲ କହିଲେ, ଆଉ କ'ଣ କରିଥାନ୍ତି, ତମେ ତ ମୋତେ ଭଲରେ କଥା ହେଉନ କି ଦେଖା ବି କରୁନ। ତାପରେ ବୋଉ କହିଲା, ସିପୁନ ଶୋଇଛି, ଯଦି ଉଠି ପଡ଼ିବ। ଅଙ୍କଲ କହିଲେ, ନା ମ, ସେ ଉଠିବନି। ତାପରେ ଅଙ୍କଲ ଉଠି ଠିଆ ହେଲେ, ଆଉ ବୋଉକୁ ଜୋରରେ ଜାବୁଡ଼ି ଧରି ଚୁମା ଦେବାକୁ ଲାଗିଲେ, ଆଉ ବୋଉର ଦୁଧକୁ ଦଳିବାକୁ ଲାଗିଲେ।
ବୋଉ କହିଲା ପ୍ଲିଜ୍ ଏବେ ନୁହଁ, ପୁଅ ଉଠିଯିବ, ତାପରେ ଭଲରେ କରିବା। ଅଙ୍କଲ କହିଲେ ନା, ମୁଁ ଆସିଛି ମାନେ ଖାଲି ହାତରେ ଫେରିବି ନାହିଁ। ସେଇଠୁ ବୋଉ ଅଙ୍କଲ ସାମ୍ନାରେ ବସି ଅଙ୍କଲଙ୍କ ପ୍ୟାଣ୍ଟକୁ ଖୋଲି ତଳକୁ ଖସେଇଲା ଆଉ ତାଙ୍କର 5 ଇଞ୍ଚର ବାଣ୍ଡକୁ ବାହାର କରି ହଲେଇବାକୁ ଲାଗିଲା ଆଉ ଅଙ୍କଲ ପାଟିରେ ପୁରେଇ ଚଷିବାକୁ ଇସାରା କଲେ। ତାପରେ ବୋଉ ଅଙ୍କଲଙ୍କ ବାଣ୍ଡର ମୁଣ୍ଡିକୁ ଲଲିପପ୍ ଭଳିଆ ଚଷିବାକୁ ଲାଗିଲା। କିଛି ସମୟ ପରେ ଅଙ୍କଲ ବୋଉର ଚୁଟିକୁ 2 ହାତରେ ଧରି ବାଣ୍ଡକୁ ବୋଉର ପାଟିରେ ପୂରେଇଲେ ଆଉ ଜୋର ଜୋର କରି ବୋଉର ପାଟିରେ ଘେହିବାକୁ ଲାଗିଲେ ଆଉ ବୋଉ ଖାଲି ଗଁ ଗଁ ହେଉଥାଏ। ଏ ଦୃଶ୍ୟ ଦେଖି ମୋ ବାଣ୍ଡ ପୁରା ଶକ୍ତ ହୋଇଗଲା ଆଉ ମୋ ଛାତି ଜୋର ଜୋର ଧକ୍ ଧକ୍ ହେବାକୁ ଲାଗିଲା। ମୋ ବୋଉର ଗିହା ଦେଖି ଦେଖି ମୋ ବାଣ୍ଡକୁ ପ୍ୟାଣ୍ଟ ଉପରୁ ଘଷୁଥାଏ। ପ୍ରାୟ 20 ମିନିଟ୍ ବୋଉର ପାଟିରେ ଘେହିବା ପରେ ଅଙ୍କଲଙ୍କର ବୀର୍ଯ୍ୟ ବାହାରିବାର ସମୟ ହୋଇଗଲା ଆଉ ସେ ସବୁ ବୀର୍ଯ୍ୟକୁ ବୋଉର ପାଟି ଭିତରେ ଛାଡ଼ିଲେ। ବୋଉ ସବୁ ବୀର୍ଯ୍ୟକୁ ଖାଇ ପକାଇଲା ଆଉ ଅଙ୍କଲଙ୍କ ବାଣ୍ଡକୁ ଚାଟି ଚାଟି ସଫା କଲା। ତାପରେ ଅଙ୍କଲ ପ୍ୟାଣ୍ଟ ପିନ୍ଧିଲେ। ମୁଁ ତୁରନ୍ତ ଆସି ଶୋଇପଡ଼ିଲି। ତାପରେ ଅଙ୍କଲ ସେଠୁ ଚାଲିଗଲେ। ସେଦିନ ବୋଉ ବହୁତ ଖୁସି ଜଣାପଡ଼ୁଥିଲା। ଏକଥା ଶୁଣି ରୋହିତ କହିଲା, ଇରେ ମା ଗିହା, ମୋର ବି ମୁଣ୍ଡ ଖରାପ ହୋଇଗଲା। ମୁଁ କହିଲି ଏତିକି ନୁହଁ, ଆଉ ଗୋଟେ ଘଟଣା କହୁଛି ଶୁଣ। ରୋହିତ କହିଲା କହ। ମୁଁ କହିଲି ଦିନେ ବୋଉ ଆଉ ମୁଁ ଗାଁକୁ ଯିବାକୁ ବାହାରିଲୁ। ବୋଉ କହିଲା ତୁ ବାଇକ୍ ଧରି ଚାଲ, ମୁଁ ବିନୋଦ ଅଙ୍କଲଙ୍କ ସହ କାରରେ ଯାଉଛି। ମୁଁ ଆଗରେ ଆଗରେ ବାଇକ୍ରେ ଯାଉଥିଲି। ସେମାନେ ମୋ ପଛରେ କାରରେ ଆସୁଥିଲେ। କିଛି ବାଟ ଯିବା ପରେ ଗୋଟେ ଜଙ୍ଗଲିଆ ରାସ୍ତା ପଡ଼ିଲା। ମୋତେ ବୋଉ କହିଲା ତୁ ଆଗରେ ଚାଲ, ଆମେ ପରିସ୍ରା କରିକି ଯାଉଛୁ। ସେମାନେ ସେଠି ରହିଲେ ଆଉ ମୁଁ ଟିକେ ଆଗକୁ ଯାଇ ଗୋଟେ ବାଙ୍କରୁ ଗାଡ଼ି ଲୁଚେଇ ତାଙ୍କ ପାଖକୁ ଲୁଚି ଲୁଚି ଯାଇ ଦେଖିବାକୁ ଲାଗିଲି। ଅଙ୍କଲ ଆଉ ବୋଉ ରାସ୍ତା କଡ଼ରେ କାରକୁ ରଖି ଜଙ୍ଗଲ ଭିତରକୁ ପଶିଲେ ଆଉ ଅଙ୍କଲ ବୋଉର ଦୁଧକୁ ଚିପି ଚିପି ବୋଉର ଲୁଗାକୁ ଟେକି ତା ଚଡ଼ିକୁ ଖୋଲି ତା ବିଆକୁ ଆଙ୍ଗୁଳିରେ ଦଳି ଚାଲିଲେ। ବୋଉ ଟିକେ ଗରମ ହେଲା ପରେ ସେ ବୋଉକୁ ପଛରୁ ତା ବିଆରେ ବାଣ୍ଡକୁ ପୁରେଇ ଜୋର ଜୋର ଧକ୍କା ମାରି ଗେହି ଚାଲିଲେ ଆଉ ଏମିତି 10-15 ମିନିଟ୍ ଗେହିବା ପରେ ସବୁ ବୀର୍ଯ୍ୟ ତଳେ ପକାଇଲେ ଆଉ ଫେରିବା ପାଇଁ ବାହାରିଲେ। ମୁଁ ସେଠୁ ଯାଇ ମୋ ବାଇକ୍କୁ ଷ୍ଟାର୍ଟ କରି ପଳେଇଗଲି। ରୋହିତ କହିଲା ଆଉ କେବେ ଦେଖିନୁ? ମୁଁ କହିଲି ନା, ଏଇ 2 ଥର ଦେଖିଥିଲି। ସେ ଅଙ୍କଲ ସବୁବେଳେ ବୋଉ ସହ ବୁଲାବୁଲି କରନ୍ତି। ଏଇ କଥା ଆମ କଲୋନୀରେ ସବୁ ଜାଣିଗଲେଣି। ମୁଁ ଘରୁ ବାହାରିଲା ମାନେ ମୋତେ ସମସ୍ତେ ବୋଉ କଥା କହୁଛନ୍ତି। ରୋହିତ କହିଲା ତୁ କ'ଣ ଚାହୁଁଛୁ କହ। ମୁଁ କହିଲି ମୁଁ ଭାବୁଛି ବୋଉକୁ ପଟେଇକି ମୁଁ କରିବି, ଯେମିତି ସେ ଆଉ ବାହାରେ କାହା ସହିତ ସମ୍ପର୍କ ରଖିବ ନାହିଁ। ହେଲେ କେମିତି କ'ଣ କରିବି କିଛି ବୁଝିପାରୁନି। ରୋହିତ କହିଲା ଆଚ୍ଛା, ତୋ ବୋଉ ସହ ତୋର ସମ୍ପର୍କ କେମିତି? ମୁଁ କହିଲି ଭଲ, ମୋତେ ବୋଉ ବେଶୀ ଭଲ ପାଉଛି। ରୋହିତ କହିଲା ତୁ କେବେ ତୋ ବୋଉ ସହ ଥଟ୍ଟାରେ ମସ୍ତି କରିଛୁ? ମୁଁ କହିଲି ହଁ। ସେ କହିଲା କ'ଣ କ'ଣ କରିଛୁ? ମୁଁ କହିଲି ମୁଁ ବେଳେବେଳେ ବୋଉକୁ କୁଣ୍ଢେଇ ଧରେ ଆଉ ବେଳେବେଳେ ବୋଉ ରୋଷେଇ କଲାବେଳେ ବୋଉର ଗାଣ୍ଡିକୁ ଜୋରରେ ଚାପୁଡ଼ା ମାରିଦିଏ। ରୋହିତ କହିଲା ତୋ ବୋଉ କିଛି କୁହନ୍ତିନି? ମୁଁ କହିଲି ସେ ଖାଲି ହସିଦିଏ ଆଉ କହେ କ'ଣ ଏମିତି ହେଉଛୁ? ରୋହିତ କହିଲା ତାହେଲେ ତ ତୋତେ ଟିକେ ସହଜ ହେବ। ଆଚ୍ଛା କହ, ତୁ ତୋ ବୋଉ ପାଖରେ ଶୋଉଛୁ ନା ଅଲଗା? ମୁଁ କହିଲି ସାନ ଭାଇ ଥିଲାବେଳେ ଅଲଗା ଶୁଏ ଆଉ ଏକୁଟିଆ ଥିଲାବେଳେ ବୋଉ ପାଖରେ ଶୁଏ ଆଉ ତା ଉପରେ ଗୋଡ଼ ହାତ ଲଦିକି ଶୋଉଛି। ରୋହିତ କହିଲା ତାହେଲେ ଟିକେ ଟିକେ ଲାଗୁଛି କାମ ହେଲା ଭଳିଆ। ମୁଁ କହିଲି ହଁ, ଆଉ ଗୋଟେ କଥା, ତୁ ତ ଜାଣିଛୁ ମୋ ବାଣ୍ଡର ମୁଣ୍ଡିରୁ ଚମଡ଼ା ଖୋଲୁନଥିଲା। ମୁଁ ତାକୁ ମେଡ଼ିକାଲରେ ଯାଇ ସର୍ଜରୀ କରିକି କାଟି ଦେଇଥିଲି। ସେ କହିଲା ହଁ, କ'ଣ ହେଲା? ମୁଁ କହିଲି ମୁଁ ଘରେ ସବୁବେଳେ ଗାମୁଛା ପିନ୍ଧିକି ରହେ, କାହିଁକି ନା ଡାକ୍ତର ପ୍ୟାଣ୍ଟ ପିନ୍ଧିବାକୁ ମନା କରିଥିଲେ। ବୋଉ କହିଲା ତୋର କ'ଣ ହୋଇଛି, ତୁ ଖାଲି ଗାମୁଛା ପିନ୍ଧୁଛୁ? ମୁଁ କହିଲି ଲିଙ୍ଗଟା ସ୍କିନ୍ ଖୋଲୁନଥିଲା, ତେଣୁ ସର୍ଜରୀ ହୋଇଛି। ବୋଉ କହିଲା କାହିଁ ଦେଖେଇଲୁ, କେମିତି ହୋଇଛି? ତାପରେ ମୁଁ ଗାମୁଛା ଖୋଲି ମୁଁ ମୋର ବାଣ୍ଡକୁ ଦେଖେଇଲି। ବୋଉ ମୋର ବାଣ୍ଡକୁ ଏପଟ ସେପଟ କରି ଦେଖିଲା ଆଉ କହିଲା ଡାକ୍ତର କ'ଣ କହିଲେ? ମୁଁ କହିଲି ଡାକ୍ତର କହିଲେ ହିଟ୍ ନ କରିବା ପାଇଁ, ଆଉ ହିଟ୍ କଲେ ଲିଙ୍ଗଟା ଦରଜ ହେବ। ତାପରେ ରୋହିତ ଏସବୁ ଶୁଣି କହିଲା ଆରେ ଭାଇ, ତୁ କେଡ଼େ ବୋକା ଚୋଦାଟା। ମୁଁ କହିଲି କ'ଣ ହେଲା କି? ସେ କହିଲା ତୁ ନିଜେ ଭାବ, କୋଉ ମା ତା ପୁଅର ବାଣ୍ଡ ଦେଖୁଛି କହିଲୁ? ତୁ ଏତେ ଚିନ୍ତା କରନି, ସେ ତୋତେ ଗେହିବାକୁ ନିଶ୍ଚୟ ଦେବ। ମୁଁ କହିଲି ହେଲେ କେମିତି? ମୋତେ ଟିକେ ଡର ଲାଗୁଛି, କାଳେ କ'ଣ ଭାବିବ। ରୋହିତ କହିଲା ମୁଁ ତୋତେ ଆଇଡ଼ିଆ ଦେବି, ତୁ ଟିକେ ମୋତେ ସମୟ ଦେ। ଏତିକି କହି ସେ ଫୋନ୍ କାଟିଲା। ମୁଁ ବୋଉର ସବୁ ଘିଆ ଘିଇ ଘଟଣାକୁ ମନେ ପକାଇ ମୁଠି ମାରୁଥିଲି। ପ୍ରାୟ
2ରୁ 3 ଦିନ ପରେ ରୋହିତ ଫୋନ୍ କଲା ଆଉ କହିଲା ତୁ ଗୋଟେ କାମ କର। ମୁଁ କହିଲି କ'ଣ? ସେ କହିଲା ତୁ ସବୁବେଳେ ତୋ ବୋଉ ସହ କଥା ହେଲାବେଳେ ତାଙ୍କୁ ପଛରୁ କୁଣ୍ଡେଇ ଧରି କଥା ହ, ଆଉ ତୋର ବାଣ୍ଡକୁ ତାଙ୍କ ଗାଣ୍ଡିରେ ଚାପି ରଖିବୁ, ଆଉ ରାତିରେ ଶୋଇବା ବେଳକୁ ତୋ ବୋଉର ଗୋଡ଼ ହାତ ମାଲିସ କରିବୁ, ଆଉ ମାଲିସ କରିବା ବାହାନାରେ ତାଙ୍କ ଜଙ୍ଘରେ ହାତ ମାରିବୁ, ଆଉ ଆଗ ଭଳି ତାଙ୍କ ଗାଣ୍ଡିରେ ଚାପୁଡ଼ା ମାରିବୁ। ଏତିକିରେ ଆଉ ତାଙ୍କର ପ୍ରତିକ୍ରିୟା କ'ଣ ରହିଛି ମୋତେ କହିବୁ। ମୁଁ କହିଲି ଠିକ୍ ଅଛି। ଏହାପରେ ମୁଁ ବୋଉ ରୋଷେଇ କଲାବେଳେ ତାଙ୍କୁ ପଛରୁ ଜାବୁଡ଼ି ଧରି ତା ପିଠିକୁ ଚୁମା ଦେଇଦିଏ। ବୋଉ ହସିଦିଏ ଆଉ କହେ କ'ଣ ହେଲା, ଆଜି କ'ଣ ଏତେ ପ୍ରେମ? ମୁଁ କହିଲି ହଁ, ତୋତେ ତ ଖାଲି ଥଟ୍ଟା ଲାଗୁଛି କହିକି ମିଛରେ ରାଗି ତାକୁ ଛାଡ଼ିଦିଏ। ବୋଉ କହେ ହଉ ହଉ ଆଉ ଥଟ୍ଟା କରିବିନି। ତାପରେ ମୁଁ ପୁଣି ବୋଉର ପିଠି ଉପରେ ମୁହଁ ଲଗେଇ ତାକୁ କୁଣ୍ଡେଇ ଧରିଲି, ଆଉ ବୋଉର ପିଠି ଆଉ ବେକରେ ମୋ ମୁହଁ ଘଷିବାକୁ ଲାଗିଲି। ମୁଁ ନିଶ ଦାଢ଼ି ବୋଉର ବେକରେ ବାଜିବାରୁ ବୋଉ ହସି ହସି କହିଲା ରହ, କ'ଣ ଏମିତି କରୁଛୁ, ମୋତେ ସଲସଲ ଲାଗୁଛି। ଏକଥା ଶୁଣେ ମୋ ବାଣ୍ଡ ଧୀରେ ଧୀରେ ଟାଣ ହେବାକୁ ଲାଗିଲା, ଆଉ ବୋଉ ଦୁଇ ଗାଣ୍ଡି ମଝିରେ ମୁଁ ଚାପି ହୋଇ ରହିଲା। ବୋଉ ମୋତେ ଜାଣିପାରିଲା। ସେ କହିଲା ଛାଡ଼, ମୋତେ କେତେ କାମ ଅଛି, ଇଏ ମୋ ସାଙ୍ଗରେ ଗେଲ ହେଉଛି। ଏତିକି କହି ବୋଉ ଚାଲିଗଲା। ମୁଁ ମନେ ମନେ ଭାବିଲି ବୋଉ ବୋଧେ ରାଗିଗଲା କି କ'ଣ। ସେଇଠୁ ମୁଁ ଟିକେ ଚିନ୍ତାରେ ଥାଏ। ତାପରେ ମୋ ସାନ ଭାଇ କଲେଜରୁ ଆସିଲା, ଆଉ ମୋତେ ବୋଉ ସହ ଗେଲ ହେବାକୁ ସୁଯୋଗ ମିଳିଲା ନାହିଁ। ଏଇଭଳି କିଛି ଦିନ ମୌକା ମିଳିଲେ ବୋଉ ସହ ଗେଲ ହୋଇଯାଏ, ହେଲେ କଥା ଆଗକୁ ବଢ଼ୁନଥାଏ। କିଛି ଦିନ ପରେ ସାନ ଭାଇ ଗାଁକୁ ଗଲା। ଏବେ ଘରେ ବୋଉ ଆଉ ମୁଁ ଏକୁଟିଆ। ମୁଁ ରୋହିତକୁ ଫୋନ୍ କରି ସବୁ କଥା କହିଲି। ସେ ମୋର କଥା ଶୁଣି କହିଲା ତୁ ଗୋଟେ କାମ କର, ଯେତେବେଳେ ତୋ ବୋଉ ମୁହଁ ମାଡ଼ି ଶୋଇଥିବେ ତୁ ସିଧାସଳଖ ତାଙ୍କ ଉପରେ ଶୋଇପଡ଼ିବୁ। ମୁଁ କହିଲି ମୋତେ ଟିକେ ଡର ଲାଗୁଛି, କାଳେ ବୋଉ କ'ଣ ଭାବିବ। ରୋହିତ କହିଲା ଆରେ ସେ କିଛି କହିବେନି, ସେ ତୋର ବାଣ୍ଡ ଦେଖିଛନ୍ତି, ତାଙ୍କର କ'ଣ ମନରେ ତୋ ସହ କରାକରି ହେବାକୁ ଇଚ୍ଛା କରୁନଥିବେ, ତୁ ଚେଷ୍ଟା କର। ତାପରେ ମୁଁ ମାର୍କେଟ ଯାଇଥିଲି, ଆଉ ଆସିଲା ବେଳକୁ ବୋଉ ପାଇଁ ଫଳ ଜୁସ୍ ଆଣିଲି। ବୋଉ ଦେଖି ବହୁତ ଖୁସି ହୋଇଗଲା, ଆଉ ମୁଁ ବୋଉର ଗାଣ୍ଡିକୁ ଗୋଟେ ଚାପୁଡ଼ା ମାରି ଗାଧୁଆ ଘରକୁ ଚାଲିଗଲି। ବୋଉ କହିଲା ଏତେ ଜୋର କ'ଣ ଚାପୁଡ଼ା ମାରୁଛୁ, କାଟୁଛି। ମୁଁ ଗାଧୁଆ ଘରୁ ବାହାରିଲା ପରେ ବୋଉ ମୋ କାନକୁ ମୋଡ଼ି କହିଲା ମୋତେ କ'ଣ ତୋ ପ୍ରେମିକା ଭାବୁଛୁ, ମୋର ଗାଣ୍ଡିକୁ ଚାପୁଡ଼ା ମାରୁଛୁ? ମୁଁ କହିଲି ସରି, ଆଉ ମାରିବିନି। ବୋଉ ମୋ କାନକୁ ଛାଡ଼ିଲା। ମୁଁ ସଙ୍ଗେ ସଙ୍ଗେ ବୋଉର ଗାଣ୍ଡିକୁ ଗୋଟେ ଶକ୍ତ ଚାପୁଡ଼ା ମାରି ଦୌଡ଼ି ପଳେଇଗଲି ବାହାରକୁ। ବୋଉ ଟିକେ ଆହା କରି କହିଲା ରହ, ତୁ ଆସ ଘରକୁ, ତୋ କଥା ବୁଝିବି। ତାପରେ ମୁଁ ମନେ ମନେ ଭାବିଲି ଯଦି ବୋଉ ଖରାପ ଭାବିଥାନ୍ତା ତାହେଲେ ସେ ମୋତେ ଗାଳିଗୁଲଜ କରନ୍ତା, ତାହେଲେ ଆମ ପ୍ଲାନ୍ ଠିକ୍ କାମ କରୁଛି। କିଛି ସମୟ ପରେ ଘରକୁ ଆସିଲି। ମୋତେ ଜୋରରେ ପରିସ୍ରା ଲାଗୁଥାଏ। ତା ଗୋରା ଗାଣ୍ଡି ଦେଖି ମୋର ଆଖି ଲାଖିଗଲା। ମୋତେ ଦେଖି ବୋଉ ଉଠି ଠିଆ ହୋଇଗଲା, କାରଣ ବୋଉ ଭିତରେ ପରିସ୍ରା କରୁଥିଲା। ଆଉ ଗୋଟେ ଲାଜମିଶା ହସ ହସି ଦେଇ ବାହାରକୁ ଚାଲିଗଲା। ମୁଁ ମଧ୍ୟ ପରିସ୍ରା କରିକି ଆସିଲି। ବୋଉ କହିଲା ଖାଇବୁ ଚାଲ। ତାପରେ ଆମେ ସାଙ୍ଗ ହୋଇ ଖାଇଲୁ। ଖାଇସାରି ବୋଉ କହିଲା ଘର କାମ କରି କରି ଦେହ ମୁଣ୍ଡ ଦରଜ ହେଉଛି। ସେ ଖଟରେ ମୁହଁ ମାଡ଼ିକି ଶୋଇଲା। ମୁଁ ସିଧା ଯାଇ ବୋଉର ପିଠି ଉପରେ ଶୋଇପଡ଼ିଲି। ବୋଉ କହିଲା ଇଏ କ'ଣ? ମୁଁ କହିଲି ତୋ ଦେହ ଦରଜ ଲାଗୁଛି କହୁଛୁ, ମାଡ଼ି ବସିଲେ ଭଲ ଲାଗିବ। ବୋଉ କହିଲା ଦେହ ମୁଣ୍ଡ ମାଲିସ କଲେ ଦରଜ କମିବ ନା ମାଡ଼ି ବସିଲେ କମିବ? ମୁଁ କହିଲି ହଉ, ରାତିରେ ମାଲିସ କରିଦେବି। ମୋ ବାଣ୍ଡଟା ବୋଉର ଗାଣ୍ଡି ମଝିରେ କେଞ୍ଚି ହେଉଥାଏ, ହେଲେ ବୋଉ ଏପଟେ କିଛି କହୁନଥାଏ। ରାତିରେ ଖାଇସାରି ଶୋଇଲା ବେଳକୁ ମୁଁ କହିଲି ବୋଉ ତୋ ଦେହ ମାଲିସ କରିଦେବି। ବୋଉ ହଁ କଲା। ମୁଁ ଯାଇ ତେଲ ନେଇ ଆସିଲି। ବୋଉ ଘରେ ସବୁବେଳେ ମ୍ୟାକ୍ସି ପିନ୍ଧେ। ବୋଉ ଉପରକୁ ମୁହଁ କରି ଶୋଇଲା, ଆଉ ମୁଁ ବୋଉର ମ୍ୟାକ୍ସିଟା ଆଣ୍ଠୁ ଯାଇ ଟେକି ଦୁଇ ଗୋଡ଼ରେ ତେଲ ଲଗେଇ ମାଲିସ କରିବାକୁ ଲାଗିଲି। ବୋଉ ଚୁପଚାପ ମୋ ହାତ ମାଲିସର ମଜା ନେଉଥାଏ। ମୁଁ ମୋର ହାତକୁ ଟିକେ ଆଗକୁ ବଢ଼େଇଲି, ମାନେ ବୋଉର ଜଙ୍ଘକୁ ମାଲିସ କରିବାକୁ ଲାଗିଲି। ବୋଉ ଚୁପ୍ ଥିଲା, ହେଲେ ଜଙ୍ଘରେ ହାତ ମାରି ମାରି ବେଶୀ ଉପରକୁ ଗଲାବେଳକୁ ବୋଉ ମୋ ହାତକୁ ଧରି ପକାଇଲା ଆଉ କହିଲା ସେତିକି ଥାଉ। ମୋ ମନଟା ପୁରା ଦୁଃଖ ହୋଇଗଲା। ତାପରେ ଆମେ ଶୋଇବାକୁ ଲାଗିଲୁ। ମୁଁ ବୋଉକୁ ପଛରୁ କୁଣ୍ଡେଇ ଧରିକି ଶୋଇଥାଏ। ବୋଉକୁ କହିଲେ ବୋଉ ତୁ ମୋ ଆଡ଼କୁ ମୁହଁ କରୁନୁ। ବୋଉ ମୋ ଆଡ଼କୁ ମୁହଁ କରି ଶୋଇଲା, ଆଉ ମୁଁ ତାକୁ କୁଣ୍ଡେଇ ଧରିକି ଶୋଇଥାଏ, ଆଉ ମୋ ମୁହଁ ବୋଉର ବେକ ପାଖରେ ଥାଏ। ମୋ ନାକରୁ ଗରମ ପବନ ବାଜି ବୋଉ ଧୀରେ ଧୀରେ ଗରମ ହେବାକୁ ଲାଗିଲା। ତାପରେ ସେ ତାର ଗୋଡ଼କୁ ମୋ ବାଣ୍ଡ ଉପରେ ରଖି ମୋତେ କୁଣ୍ଡେଇ ଧରିକି ଶୋଇଲା। ତା ମୋଟା ଜଙ୍ଘ ମୋ ବାଣ୍ଡରେ ଲଦି ହେବାରୁ ମୋ ବାଣ୍ଡ ପୁରା ଟାଣ ହୋଇଗଲା।
ବୋଉ ତା ଜଙ୍ଘକୁ ହଲଚଲ କରି ମୋର ବାଣ୍ଡର କଠିନତାକୁ ଅନୁଭବ କରୁଥାଏ। ମୁଁ ନିଜକୁ ଆୟତ୍ତ କରି ନପାରି ମୁଁ ମୁହଁକୁ ବୋଉ ମୁହଁ ପାଖକୁ ନେଇଗଲି। ଏବେ ମୋ ଓଠ ଆଉ ବୋଉର ଓଠ ଭିତରେ ଦୂରତା ମାତ୍ର 2 ଇଞ୍ଚ ଥିଲା। ବୋଉର ଓଠ ଲାଜ ଆଉ ଡରରେ କମ୍ପି ଉଠୁଥିଲା। ମୁଁ ଆଉ ଡେରି ନକରି ବୋଉର ଓଠରେ ଓଠ ଲଗେଇ ଚୁମା ଦେବାକୁ ଲାଗିଲି। ବୋଉ ମଧ୍ୟ ମୋତେ ସପୋର୍ଟ କଲା। ତାପରେ ମୁଁ ବୋଉ ଉପରେ ମୁହଁ କରି ଶୁଆଇ ଦେଇ ତା ଉପରେ ମାଡ଼ି ବସି ତାକୁ ଚୁମା ଦେବାକୁ ଲାଗିଲି ଆଉ ତା ବେକକୁ ଜିଭରେ ଚାଟି ପକେଇଲି। ବୋଉ ଗରମ ହୋଇ ମୋ କାନକୁ କାମୁଡ଼ି ଦେଉଥାଏ ଆଉ ଏବେ ମୁଁ ବୋଉର ଦୁଧକୁ ନାଇଟି ଉପରୁ ଦଳିବାକୁ ଲାଗିଲି। ଆଉ ଗୋଟେ ହାତରେ ବୋଉର ନାଇଟିକୁ ଟେକି ଅଣ୍ଟା ଯାଇ ନେଇଆସିଲି। ବୋଉର 2 ଗୋରା ଜଙ୍ଘକୁ ହାତରେ ଆଉଁସିବାକୁ ଲାଗିଲି। ବୋଉ ପୁରା ଗରମ ହୋଇକି ତା 2 ଜଙ୍ଘକୁ ଘଷିବାକୁ ଲାଗିଲା। ଏବେ ମୁଁ ବୋଉର ନାଇଟି ଖୋଲି ତା ଭିତର କପଡ଼ାକୁ ଖୋଲିଲି ଆଉ ତା ଦୁଧ ଭୁଣ୍ଡିକୁ ଦାନ୍ତରେ କାମୁଡ଼ି ଚଷିବାକୁ ଲାଗିଲି। ବୋଉ ଖାଲି ଛାଟିପିଟି ହେଉଥାଏ। ଆଉ ଗୋଟେ ହାତରେ ତା ବିଆକୁ ମୁଁ ଘଷିବାକୁ ଲାଗିଲି। ବୋଉ ବିଆରେ ଗୋଟେ ହେଲେ ବାଳ ନଥାଏ, ପୁରା ଚିକଣ ବିଆ। ମୋତେ କିନ୍ତୁ ବାଳୁଆ ବିଆ ବହୁତ ପସନ୍ଦ। ଆଉ ସେ ଆଗରୁ ଗରମ ହୋଇ ତା ବିଆ ପୁରା ଓଦା ହୋଇଯାଇଥିଲା। ଆଉ ମୁଁ ବୋଉକୁ କହିଲି, ମୁଁ ତୋ ବିଷୟରେ ସବୁ କଥା ଜାଣିଛି। ବୋଉ କହିଲା, କ'ଣ ଜାଣିଛୁ? ମୁଁ କହିଲି, ବିନୋଦ ଅଙ୍କଲ ଆଉ ତୁ ଯାହା ଯାହା ସବୁ କରୁଛ। ବୋଉ ପୁରା ଆଶ୍ଚର୍ଯ୍ୟ ହୋଇଗଲା। ଆଉ ମୁଁ କହିଲି, ତୁ ବିନୋଦ ଅଙ୍କଲଙ୍କର ବାଣ୍ଡକୁ ଯେମିତି ଖାଉଥିଲୁ ସେମିତି ମୋ ବାଣ୍ଡକୁ ଖାଉନୁ। ବୋଉ ରାଜି ହୋଇଗଲା। ମୁଁ ଉଠିକି ଠିଆ ହେଲି। ବୋଉ ମୋ ସାମ୍ନାରେ ବସି ମୋର ବାଣ୍ଡକୁ ପାଟିରେ ପୁରେଇ ଚଷିବାକୁ ଲାଗିଲା। ଆଉ ମୁଁ ବୋଉର ମୁଣ୍ଡ ବାଳକୁ ଧରି ତା ପାଟିରେ ଜୋର ଜୋର ବାଣ୍ଡ ପୁରେଇ ଘେହିବାକୁ ଲାଗିଲି। ବୋଉ ପାଟିରୁ ଶବ୍ଦ ହେଉଥିଲା। କିଛି ସମୟ ଏମିତି କରିବା ଦ୍ୱାରା ବୋଉର ଗୋରା ମୁହଁ ପୁରା ଲାଲି ପଡ଼ିଗଲା। ତାପରେ ମୁଁ ବୋଉକୁ ଆଣ୍ଠେଇ ତା ଗାଣ୍ଡିରେ ଗୋଟେ ପରେ ଗୋଟେ ଚାପୁଡ଼ା ମାରିବାକୁ ଲାଗିଲି। ଚାପୁଡ଼ା ମାରି ବୋଉର ଗାଣ୍ଡି ପୁରା ଲାଲି କରିଦେଲି। ବୋଉ କଷ୍ଟରେ ଚିଲ୍ଲାଉଥାଏ। ତାପରେ ମୁଁ ବୋଉର ପଛରେ ରହି ମୋର 6 ଇଞ୍ଚର ବାଣ୍ଡକୁ ବୋଉର ବିଆରେ ପୁରେଇ ଡେଇଁବାକୁ ଲାଗିଲି ଆଉ ବୋଉର ଗାଣ୍ଡିରେ ଚାପୁଡ଼ା ମାରିବା ଲାଗିଥାଏ। ବୋଉ ଗିଆଁ ଖାଇବାର ମଜା ନେଉଥାଏ ଆଉ କହୁଥାଏ, ତୁ ଯଦି ଆଗରୁ ମୋତେ ଗେଇଥାନ୍ତୁ ତାହେଲେ ମୁଁ ବିନୋଦ ଅଙ୍କଲଙ୍କ ଠାରୁ କାହିଁକି ଗିଆ ଖାଇଥାନ୍ତି। ମୁଁ କହିଲି, ତୁ ଚିନ୍ତା କରନି, ତୋତେ ଏବେ ଆଉ ବିନୋଦ ଉପରେ ନିର୍ଭର ହେବାକୁ ପଡ଼ିବନି। ତୋର ଯେତେବେଳେ ଇଚ୍ଛା ହେବ ମୋତେ କହିବୁ, ମୁଁ ତୋତେ ଗେଇଁବି। ତାପରେ ବୋଉ ତଳେ ଗୋଡ଼ ଟେକି ଶୋଇଲା ଆଉ ମୁଁ ତା ଉପରେ ଶୋଇ ତାକୁ ଗେଇଁବାକୁ ଲାଗିଲି। ବୋଉ ତା 2 ହାତରେ 2 ଗୋଡ଼କୁ ମେଲେଇ ଧରି ଗିଆଁ ଖାଉଥିଲା। କିଛି ସମୟ ପରେ ମୁଁ ବୋଉକୁ ତଳେ ଠିଆ କରି ତା ଗାଣ୍ଡି ପଟୁ ବିଆରେ ମୋ 6 ଇଞ୍ଚର ଲମ୍ବା ବାଣ୍ଡକୁ ପୁରେଇ ଠିଆ ଠିଆ ଗେହିବାକୁ ଲାଗିଲି। ଗୋଟେ ହାତରେ ତା ଦୁଧକୁ ଚିପିଲି ଆଉ ଗୋଟେ ହାତରେ ତା ବିଆର ସେଣ୍ଟିକୁ ଦଳି ଦେଉଥିଲି। ବୋଉ ଗରମରେ ଖାଲି ଚିତ୍କାର କରୁଥାଏ। ଏଇଭଳି କିଛି ସମୟ ଗେଇବା ପରେ ମୁଁ ଖଟରେ ଶୋଇଲି ଆଉ ବୋଉ ମୋ ଉପରେ ଗାଣ୍ଡିକୁ ଫାଡ଼ି ବସି ମୋ ବାଣ୍ଡକୁ ତା ବିଆରେ ପୁରେଇ ଗିଆଁ ଖାଇଲା ଆଉ ମୋତେ କୁଣ୍ଢେଇ ଧରି ଚୁମା ଦେବାକୁ ଲାଗିଲା। ମୁଁ ବୋଉକୁ ଜୋରରେ କୁଣ୍ଢେଇ ଧରି ଚୁମା ଦେଉଥିଲି। ବୋଉ ତା ଗାଣ୍ଡିକୁ ଛେଚି ଛେଚି ମୋ ଠାରୁ ଗିଆଁ ଖାଉଥିଲା। ପ୍ରାୟ ଅଧଘଣ୍ଟା ଗେଇବା ପରେ ମୋର ବୀର୍ଯ୍ୟ ବାହାରିବାର ସମୟ ହୋଇଗଲା। ବୋଉ କହିଲା, ମୋ ପାଟିରେ ଛାଡ଼। ମୁଁ ମୋର ବାଣ୍ଡକୁ ବୋଉର ବିଆରୁ ବାହାର କରି ବୋଉର ପାଟିରେ ପୁରେଇ ସବୁ ବୀର୍ଯ୍ୟକୁ ବୋଉର ପାଟିରେ ଛାଡ଼ିଲି। ବୋଉ ସବୁ ବୀର୍ଯ୍ୟକୁ ଢୋକି ପକେଇଲା। ବୋଉକୁ ବୀର୍ଯ୍ୟ ଖାଇବାକୁ ବହୁତ ଭଲ ଲାଗେ। ତାପରେ ମୁଁ ରୋହିତକୁ ଫୋନ୍ କରି ସବୁ କଥା କହିଲି। ସେ ମୋ କଥା ଶୁଣିକି ପୁରା ଖୁସି ହୋଇଗଲା। ଦର୍ଶକ ବନ୍ଧୁ, କାହାଣୀଟି କେମିତି ଲାଗିଲା ଆପଣମାନେ କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାନ୍ତୁ। ଆଉ ହଁ, ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହାନ୍ତି ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ପିନ୍ କରାହେଇଛି। ଜଲ୍ଦି ଯାଇକି ସେଠି ଜଏନ୍ କରନ୍ତୁ। ପ୍ରଥମେ ଜଏନ୍ କରନ୍ତୁ, ତାପରେ ଆପଣମାନେ ଜାଣିପାରିବେ ଯେ ଟେଲିଗ୍ରାମ ଗ୍ରୁପରେ ଆପଣମାନଙ୍କ ପାଇଁ କ'ଣ କ'ଣ ସବୁ ସୁବିଧା ଅଛି। ଜଲ୍ଦି ଯାଇକି ଲିଙ୍କରେ କ୍ଲିକ୍ କରି ଜଏନ୍ କରନ୍ତୁ। ରହୁଛି, ଧନ୍ୟବାଦ।